ଥରେ ମୋ ସାଙ୍ଗ ମୋତେ କିପରି ଆମ ଘରକୁ ଆସି ମୋତେ ଗେହି ମୋ ଅବସ୍ଥା ଖରାପ କରିଦେଇଥିଲା ଏବଂ ମୋ ଦେହକୁ ସମ୍ପୂର୍ଣ୍ଣ ଦରଜ କରିଦେଇଥିଲା। ମୁଁ ସେହି ବିଷୟରେ ଆଜି ଏହି ଭିଡ଼ିଓରେ ଆପଣମାନଙ୍କୁ କହୁଛି। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋର ନାମ ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ, ପ୍ରିୟ ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ହଟ୍ ଘିଁ ଭିଡ଼ିଓ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ, ମୁଁ ଆଜି କହୁଛି ମୋ ସାଙ୍ଗ କିପରି ମୋତେ ଗେହି ମୋ ଦେହକୁ ଦରଜ କରିଦେଇଥିଲା। ସେହି ସଂକ୍ରାନ୍ତରେ ମୁଁ ସବୁ କଥା ଆପଣଙ୍କୁ କହୁଛି। ମୋ ସାଙ୍ଗର ନାମ ବିକାଶ। ସେ ମୋ ସହିତ ସାଥିରେ ପଢ଼େ ଏବଂ ମୋ ସାଥିରେ ମଧ୍ୟ ଟ୍ୟୁସନ୍ ହୁଏ। ଆମେ ଦୁଇଜଣ ଖୁବ୍ ମିଶୁ। ଅସୁବିଧା ସୁବିଧା ହେଲେ ମୁଁ ମୋ ସାଙ୍ଗ ପ୍ରକାଶକୁ ସବୁ କଥା କୁହେ ଏବଂ ପ୍ରକାଶ ମଧ୍ୟ ମୋ କଥା ସବୁ ବୁଝେ। ମୋଟାମୋଟି କହିବାକୁ ଗଲେ ସେ ମୋର ଜଣେ ଭଲ ସାଙ୍ଗ। ମଝିରେ ମଝିରେ ସେ ଆମ ଘରକୁ ମଧ୍ୟ ଆସେ ଏବଂ ଆମେ ଦୁହେଁ ବେଶୀ ପାଠ ପଢ଼ୁ ଏବଂ ଥଟ୍ଟା ମଜା ମଧ୍ୟ ହଉ। ଥରେ କ'ଣ ହେଇଛି ନା, ମୋ ମା ଏବଂ ମୋ ବାପା ମାମୁଁ ଘରକୁ ଯାଇଥିଲେ। ପାଖାପାଖି ସମୟ ସେତେବେଳେ ଉପରବେଳେ 5ଟା ହେବ। ତ ସେମାନେ ଫୋନ୍ କରି କହିଲେ ଯେ ଆମକୁ ଆସିବାକୁ ବିଳମ୍ବ ହେବ, ରାତି 7ଟା ବା 8ଟା ହେଇଯିବ, ଆଉ ତୁ ବସି ପାଠ ପଢ଼ିବୁ, ଆମେ ଠିକ୍ ସମୟରେ ପହଞ୍ଚିଯିବୁ। ତ ମୁଁ କହିଲି ଭୟ କରିବାର କିଛି ନାହିଁ, ମୁଁ ବସି ଘରେ ପାଠ ପଢ଼ୁଛି, ତମେମାନେ କାମ ସାରି ଆସ। ତ କିଛି ସମୟ ପରେ ମୋ ସାଙ୍ଗ ପ୍ରକାଶ ସେ ଆମ ଘରେ ଆସି ପହଞ୍ଚିଲା ଏବଂ ଆମେ ଦୁହେଁ ବସି ପାଠ ପଢ଼ୁଥିଲୁ, ମ୍ୟାଥମେଟିକ୍ସ କରୁଥିଲୁ। ତ କିଛି ସମୟ ପାଠ ପଢ଼ି ସାରିଲା ପରେ ପ୍ରକାଶର ହାବଭାବ ମୋତେ ଟିକେ ଅଲଗା ଧରଣର ଲାଗିଲା। ସେ କଥା କଥାରେ ମୋତେ ମୋ ହାତ ଧରି ଟାଣି ଦେଉଥିଲା, ମୋତେ ଚିମୁଟି ଦେଉଥିଲା, ଏମିତି ମୋ ଦେହରେ ବାରମ୍ବାର ଟଚ୍ କରୁଥିଲା। ମୋତେ ବି 2-3 ଦିନ ହେବ ମୋ ଦେହ ସେମିତି ଭଲ ଲାଗୁନଥିଲା, ମନ ମଧ୍ୟ ଭଲ ଲାଗୁନଥିଲା। କେବଳ ଘିଅ ଖାଇବାକୁ ଇଚ୍ଛା ହେଉଥିଲା, କିନ୍ତୁ ମୁଁ କେମିତି ବା ଘିଅ ଖାଇବି? ତେଣୁ ପ୍ରକାଶ ଯେତେବେଳେ ତାର ହାବଭାବ ଏମିତି ଦେଖେଇଲା, ମୋତେ କାହିଁକି କେଜାଣି ପ୍ରକାଶ ପାଖରୁ ଘିଅ ଖାଇବାକୁ ଇଚ୍ଛା ହେଲା। ମୁଁ କ'ଣ କଲି ନା, ପ୍ରକାଶକୁ ମଧ୍ୟ ଥଟ୍ଟା ମଜା କରିବା ଆରମ୍ଭ କରିଦେଲି। ଏମିତି କରୁ କରୁ ପ୍ରକାଶ ପ୍ରଥମେ ଆରମ୍ଭ କଲା, କହିଲା, ରୋଜି, ମୁଁ ତୋତେ ଆଜି ଗୋଟେ କଥା କହୁଛି। ମୁଁ କହିଲି, ଆରେ କ'ଣ କହ? ସେ କହିଲା, ରୋଜି, ତୋ ବାପା ମା ଘରେ ନାହାନ୍ତି, ଆସିବା ପାଇଁ ବହୁତ ବିଳମ୍ବ ହେବ ତୁ କହୁଥିଲୁ। ତ ମୁଁ କହୁଥିଲି ଆଜି ମୁଁ ତୋତେ ଟିକିଏ ଘେହିଥାନ୍ତି। ଘେହିବା କଥା ଶୁଣି ମୋ ମନ ପୁରା ଖୁସି ହେଇଗଲା। ମୁଁ କହିଲି, ଯାହା ହଉ, ଆଜି ଗୋଟିଏ ଘିଅ ଖାଇବା। କିନ୍ତୁ ଉପରେ ଉପରେ ମୁଁ ତାକୁ ମନା କଲି। ମୁଁ କହିଲି, ନା ନା, ଏସବୁ ଖରାପ କଥା, ବାପା ମା ଜାଣିଲେ ବହୁତ ଖରାପ ହେବ। ସେ କହିଲେ, ନା, ଆରେ କେହି ଜାଣିବି ପାରିବେ ନାହିଁ, କାରଣ ଆମେ ଘଣ୍ଟେରୁ 2 ଘଣ୍ଟା, ଆଉ ତୋ ବାପା ଆଉ ତୋ ମା ଆସିବାକୁ ବିଳମ୍ବ ହେବ, ଆମେ ତାରି ଭିତରେ କାମ ସାରିଦେବା। ଏଇ କଥା କହି ସେ ମୋର ସମ୍ମତି ଜାଣିବା ପୂର୍ବରୁ କ'ଣ କଲା ନା, ମୋତେ ପଛପଟରୁ କଣ୍ଢେଇ ରହିଲା। ତାପରେ ସେ ମୋ ଦୁଧକୁ ଉଠେଇବାକୁ ଲାଗିଲା। ବେଶ 2-4 ମିନିଟ୍ ଧରି ସେ ମୋ ଦୁଧକୁ ଉଠେଇଲା। ତାପରେ ମୋ ସାର୍ଟ ଖୋଲିବା ଆରମ୍ଭ କଲା। ଯେତେବେଳେ ସେ ସାର୍ଟ ଖୋଲିବା ଆରମ୍ଭ କଲା, ମୁଁ ତାକୁ ବିରୋଧ କଲି। ମୁଁ କହିଲି, ଆରେ ସାର୍ଟ ଖୋଲନି, ଯାହା କରୁଛୁ ଏଇ ଉପରେ ଉପରେ କର।
ତାପରେ ସେ କ'ଣ କଲା ନା ସେଇ ସାର୍ ଉପରେ ମୋ ଦୁଧର ମୁଣ୍ଡିକୁ ମୁହଁ ମାରିଲା ଏବଂ ମୁହଁରେ ଘଷିବାକୁ ଲାଗିଲା। କିଛି ସମୟ ଘଷି ସାରିଲା ପରେ ମୁଁ ପୁରା ବ୍ୟସ୍ତ ହୋଇଗଲି ନିଆଁ ଖାଇବା ପାଇଁ, କାରଣ ମୋ ମନ ଆଉ ସେତେବେଳେ ଅଧୀର ହୋଇପଡ଼ିଥିଲା ନିଆଁ ଖାଇବା ପାଇଁ। ତାପରେ ଆସ୍ତେ ଆସ୍ତେ ସେ କ'ଣ କଲା ନା ମୋ ପେଣ୍ଟ ଭିତରେ ହାତ ମାରିଲା। ସେତେବେଳେ ମୋ ଦେହରୁ ନୂଆ ନୂଆ ଚୁଟି ଉଠୁଥିଲା, ତେଣୁ ସେଇ ଚୁଟି ଉପରେ ସେ ହାତ ବୁଲେଇବାକୁ ଆରମ୍ଭ କଲା। ମୋତେ ବେଶ ମଜା ଲାଗୁଥିଲା। ତାପରେ ସେ କ'ଣ କଲା ନା ମୋ ଦିଆ ଭିତରେ ଆଙ୍ଗୁଠି ଗେଞ୍ଜି ହଲେଇଲା। ମୋତେ ଆହୁରି ଆରାମ ଲାଗିଲା। ମୁଁ କ'ଣ କଲି ନା ସିଧା ମୋ ପେଣ୍ଟଟିକୁ ତଳକୁ ଟାଣିଦେଲି ଏବଂ ତା ମୁହଁଟିକୁ ନେଇ ମୋ ଦିଆରେ ଜାକିଦେଲି। ସେ ମୋ ଦିଆକୁ ପ୍ରଥମେ ଶୁଙ୍ଘିଲା ଏବଂ କିଛି ସମୟ ଶୁଙ୍ଘି ସାରିଲା ପରେ ତା ଜିଭରେ ମୋ ଦିଆକୁ ଚାଟିବାକୁ ଲାଗିଲା ଏବଂ ଏହି ଚାଟୁଥିବା ସମୟରେ ମୁଁ ଦେଖିଲି ଯେ ତା ପେଣ୍ଟ ଭିତରେ ତାର ବାଣ୍ଡଟି ପୁରା ଫିଙ୍ଗି ଗଲାଣି। ତେଣୁ ମୁଁ ମୋ ବାଁ ହାତରେ ତା ପେଣ୍ଟ ଉପରେ ହାତ ବୁଲେଇଲି। ସତକୁ ସତ ଦେଖିଲା ବେଳକୁ ତା ବାଣ୍ଡ ପୁରା ଷ୍ଟ୍ରଙ୍ଗ ହେଇଯାଇଥାଏ। ମୁଁ ତାପରେ କ'ଣ କଲି ନା ତା ପେଣ୍ଟର ଚେନ୍କୁ ଟାଣିଦେଲି ଏବଂ ତାର ବାଣ୍ଡଟିକୁ ବାହାରକୁ ବାହାର କରି ଆଣିଲି ଏବଂ କହିଲି, ପ୍ରକାଶ, ତୋ ବାଣ୍ଡକୁ ମୁଁ ଆଜି ଟିକେ ପାଟିରେ ନେବି। ତା ବାଣ୍ଡରେ ମୁହଁଟିକୁ ଲଗେଇଦେଲି ଏବଂ ଚୁଚୁମିବାକୁ ଲାଗିଲି। ବେଶ କିଛି ସମୟ ଚୁଚୁମି ସାରିଲା ପରେ ସେ ବ୍ୟସ୍ତ ହୋଇପଡ଼ିଲା ତାର ବାଣ୍ଡକୁ ମୋ ଦିଆରେ ବସେଇବା ପାଇଁ। ମୁଁ କିନ୍ତୁ ସେୟା କରିବା ପାଇଁ ତାକୁ ଦେଲି ନାହିଁ। ମୁଁ କହିଲି ଯେ କାଳେ ତୋ ବାଣ୍ଡରୁ ରସ ଯଦି ମୋ ଦିଆ ଭିତରକୁ ଚାଲିଯିବ ତେବେ ବହୁତ ଅସୁବିଧା ହେଇଯିବ। ତେଣୁ ସିଏ କହିଲା, ହଉ ଠିକ୍ ଅଛି, ତୁ ନଇଁ ପଡ଼, ମୁଁ ତୋ ଗାଣ୍ଡିରେ ଗେଇବି। ମୁଁ ମଧ୍ୟ କ'ଣ କଲି ନା ଖଟ ଉପରେ ନଇଁ ପଡ଼ିଲି ଏବଂ ତା ପଟକୁ ମୋ ଗାଣ୍ଡିଟିକୁ ଦେଖେଇ ଦେଲି। ସେ ତା ବାଣ୍ଡରେ ଛେପ ଲଗେଇଲା ଏବଂ ମୋ ଗାଣ୍ଡିରେ ମଧ୍ୟ ଟିକେ ଛେପ ଲଗେଇଲା। ତାପରେ ତାର ଲମ୍ବା ବାଣ୍ଡକୁ ମୋ ଗାଣ୍ଡିରେ ପଶେଇଲା। ମୋତେ କଷ୍ଟ ଲାଗୁଥିଲା କିନ୍ତୁ ମଜା ମଧ୍ୟ ଲାଗୁଥିଲା। କିଛି ସମୟ ମୋ ଗାଣ୍ଡିରେ ଡେଇଁ ସାରିଲା ପରେ ସେ ତାର ବାଣ୍ଡକୁ ବାହାରକୁ କାଢ଼ି ଆଣିଲା ଏବଂ ପୁନର୍ବାର ମୋ ଦିଆକୁ ଚାଟିବାକୁ ଲାଗିଲା। ସେ ମୋ ଦିଆକୁ ଯେତେ ଚାଟୁଥାଏ ମୋତେ ସେତେ ମଜା ଲାଗୁଥାଏ। ମୁଁ ଖାଲି ବହୁତ ବଢ଼ିଆ ଲାଗୁଛି ଏମିତି କହୁଥାଏ ଏବଂ ତାକୁ ଜାକି ଧରିଥାଏ। ସେ ମଧ୍ୟ ପ୍ରବଳ ମାତ୍ରାରେ ମୋ ଦିଆକୁ ଚାଟିବାରେ ଲାଗିଥାଏ। କିଛି ସମୟ ଏମିତି ଚାଟାଚାଟି ହୋଇସାରିଲା ପରେ ସେ ପୁନର୍ବାର ମୋ ଗାଣ୍ଡିରେ ତା ବାଣ୍ଡକୁ ବସେଇଲା ଏବଂ ନିର୍ଦ୍ଧୁମ ଭାବରେ ଗେହିବାକୁ ଲାଗିଲା। ପାଖାପାଖି 5ରୁ 10 ମିନିଟ୍ ପର୍ଯ୍ୟନ୍ତ ସେ ଗେହି ଚାଲିଲା। ସେତେବେଳକୁ ମୋର ଗରମରେ ଝାଳ ବୁଡ଼ି ଯାଇଥାଏ। ସେ ମଧ୍ୟ ଝାଳରେ ସରସର ହୋଇଯାଇଥାଏ କିନ୍ତୁ ତା ବାଣ୍ଡରୁ ରସ ବାହାରୁ ନଥାଏ। ତ ମୁଁ କ'ଣ କଲି ଯେ ତୁ ବାଣ୍ଡକୁ ବାହାରକୁ କାଢ଼, ମୁଁ ତୋ ବାଣ୍ଡକୁ ଆଉ ଟିକେ ଚୁଷି ଦେବି, ତାପରେ ତୋର ରସ ସବୁ ବାହାରିଯିବ। ଏହି କଥା କହି ତା ବାଣ୍ଡକୁ ମୋ ଗାଣ୍ଡିରୁ ବାହାର କରି ଆଣିଲି ଏବଂ ପୁନର୍ବାର ପାଟିରେ ଚୁଷିବାକୁ ଲାଗିଲି। ବେଶ କିଛି ସମୟ ଚୁଷି ସାରିବା ପରେ ଆସ୍ତେ ଆସ୍ତେ ତା ବାଣ୍ଡରୁ ପାଣି ବାହାରିଗଲା। ଏଥର ସେ ଶାନ୍ତି ପାଇଗଲା। ମୁଁ ମଧ୍ୟ ତା ଆଗରୁ ଶାନ୍ତି ପାଇସାରିଥାଏ। ସେ ଦିନର ସେଇ ମୋ ଗାଣ୍ଡିରେ ଗେହିବା କଥା ଆଜି ମଧ୍ୟ ମୁଁ ଭୁଲିପାରେ ନାହିଁ। ତ ତା ସହିତ ଏହିପରି ମୁଁ ବହୁବାର ଗିଆଁ ଗେଇଁ ହେଇଛି ଏବଂ ବହୁ ଜାଗାରେ ଗିଆଁ ଗେଇଁ ହେଇଛି। ତ ଏ ବିଷୟରେ ମୁଁ ଗୋଟିଏ ପରେ ଗୋଟିଏ ଆପଣଙ୍କୁ ସବୁ ଏ ଚ୍ୟାନେଲ୍ ମାଧ୍ୟମରେ ମୁଁ ଆପଣଙ୍କୁ କହିବି
ଆପଣ ଯଦି ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।